जगन्नाथ स्वामी नयनपथगामी भवतु मे भवतु मे भवतु मे। तुम्हें ही माता तुम्हें ही पिता तुम्हें ही जगत करता। तुम बिना गति ନାହିଁ କି ତୁମ ବିନା ମୁକ୍ତି ନାହିଁ। ତେଣୁ ଆପଣମାନେ ଏ କୀର୍ତ୍ତନକୁ ଟିକେ ଭଲ ଭାବରେ ଦେଖନ୍ତୁ। ଏ ହେଉଛି ଆମ ଗ୍ରାମ ମାନେ ମୋ ବାପଘର ଗ୍ରାମର କୀର୍ତ୍ତନ। ମୋର ପ୍ରିୟ ଓଡ଼ିଶାବାସୀ, ଆପଣମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଆପଣଙ୍କୁ ଆଜି ଗୋଟେ ଏମିତି ଜାଗାକୁ ନେଇ ଆସିଛି ଯାହାକି ଆପଣ ଦେଖନ୍ତୁ। ଏ ହେଉଛି ମୋ ବାପଘର ଗାଁ। ବାପଘର ଗାଁର ଆମ ସାହିର ସଂକୀର୍ତ୍ତନ ହେଉଛି। ତେଣୁ ଆପଣମାନେ ସବୁବେଳେ ସବୁ ସଂକୀର୍ତ୍ତନ ଦେଖୁଥିବେ। ଏଟା ହେଉଛି ଆମ ବାପାଘର ଗାଁ, ଯାହାକି ଯାଜପୁରର ଗୋଟେ ଗ୍ରାମ ଚମ୍ପେଇପାଳ ବୋଲି। ଚମ୍ପେଇପାଳରେ ଏହା ଅବସ୍ଥିତ। ତେଣୁ এই ଚମ୍ପେଇପାଳରେ ଅନେକ ପ୍ରକାରର କୀର୍ତ୍ତନ ଆପଣମାନେ ଦେଖିଥିବେ, କିନ୍ତୁ ଏ ଚମ୍ପେଇପାଳ କୀର୍ତ୍ତନଟି ସବୁଠାରୁ ନିଆରା ଢଙ୍ଗରେ ହୋଇଥାଏ। ଏଠାରେ ସବୁ ବନ୍ଧୁ ବାନ୍ଧବ, ଜ୍ଞାତି କୁଟୁମ୍ବ ଏବଂ ପ୍ରିୟଜନମାନେ ସମସ୍ତେ ସାଙ୍ଗସାଥି ହୋଇ ଏକାବେଳେ ସମସ୍ତେ ଭେଟ ହୋଇଥାନ୍ତି। ଏହି କୀର୍ତ୍ତନ ସମୟରେ ସମସ୍ତେ ବହୁତ ଆନନ୍ଦ ଆଉ ଉଲ୍ଲାସ ସହକାରେ ଏ କୀର୍ତ୍ତନଟିକୁ ସମାପନ କରିଥାନ୍ତି। କୀର୍ତ୍ତନରେ ଯିଏ ଯେଉଁଠି ଥାଆନ୍ତୁ ନା କାହିଁକି ସମସ୍ତେ ଆସି ଏଠାରେ ଭେଟ ହୋଇଥାନ୍ତି। କୀର୍ତ୍ତନଟି ଯେମିତି ସାହିର ନୁହେଁ, ଯେମିତି ନିଜ ପରିବାରର କୀର୍ତ୍ତନ ଭଳି ସମସ୍ତେ ଖୁସି ଆନନ୍ଦ ସହକାରେ ତୁଲାଇଥାନ୍ତି। କୀର୍ତ୍ତନରେ ଆପଣମାନଙ୍କୁ ମୋ ନିଜ ତରଫରୁ ଆପଣମାନଙ୍କୁ ରହିଲା ନିମନ୍ତ୍ରଣ। ଆପଣ କେବେ ନା କେବେ ଆମ କୀର୍ତ୍ତନରେ ଆସି ସାମିଲ ହେବେ। ଆପଣ ନିଜେ ଜାଣିବେ ପ୍ରକୃତରେ ଏ କୀର୍ତ୍ତନ ଏତେ ସୁନ୍ଦର, ଏତେ ଚମତ୍କାର, ଶାନ୍ତି ଶୃଙ୍ଖଳା ସହ କୀର୍ତ୍ତନଟି ହୋଇଥାଏ। ଆପଣ ବି ଦେଖିଲେ ନିଶ୍ଚୟ ଭାବିବେ ପ୍ରକୃତରେ ଏଠି ଅନେକ ଖୁସି ଏବଂ ଅନେକ ଆନନ୍ଦ ରହିଥାଏ। ପ୍ରତିବର୍ଷ ଏହି ସମୟରେ ଆମର କୀର୍ତ୍ତନ ହୋଇଥାଏ। ତେଣୁ ସବୁଆଡ଼େ ତ ସମସ୍ତେ ବୁଲନ୍ତି, କିନ୍ତୁ ଏ କୀର୍ତ୍ତନକୁ ଦେଖିବା ପାଇଁ ଯିଏ ଯେଉଁଠି ଦୂରରେ ଥାଆନ୍ତୁ ନା କାହିଁକି ଯେମିତି ହେଲେ ଛୁଟି ନେଇ ଏ କୀର୍ତ୍ତନକୁ 3 ଦିନ କଟାଇବା ପାଇଁ ଆସିଥାନ୍ତି ସମସ୍ତେ। ଭାଇ ଭଉଣୀ ପୁତୁରା ଝିଆରୀ ଯିଏ ଯେଉଁଠି ଥାଆନ୍ତି ସମସ୍ତେ ଏହି ସମୟରେ ଦେଖା ହୁଅନ୍ତି। ଏ ହେଉଛି ଆମ କୀର୍ତ୍ତନରେ ଯେତେବେଳେ ଦଳିଆମାନେ ନାଚୁଛନ୍ତି, ତାଳେ ତାଳେ ଭାଇମାନେ ପୁତୁରାମାନେ ସମସ୍ତେ ବଡ଼ ଖୁସିରେ ନାଚି ସେଠି ବହୁତ ଆନନ୍ଦ ଉଲ୍ଲାସରେ ଇଏ କରୁଛନ୍ତି। ଦେଖନ୍ତୁ, ଭଉଣୀମାନେ, ଭାଉଜମାନେ ଏବଂ ଝିଆରୀମାନେ ସେଠାରେ ସମସ୍ତେ ଉପସ୍ଥିତ ଅଛନ୍ତି। ବହୁତ ଖୁସିରେ ସେମାନେ ଦେଖନ୍ତି। ଏ କୀର୍ତ୍ତନଟି ଏତେ ଆନନ୍ଦଦାୟକ ଯେ ପ୍ରତିବର୍ଷ ହାରାହାରି ମୋ ଛୋଟବେଳରୁ ମୁଁ ଦେଖି ଆସୁଛି ଏ କୀର୍ତ୍ତନ ହବାରେ। କିନ୍ତୁ ଦିନକୁ ଦିନ ଏ କୀର୍ତ୍ତନ ଏତେ ସୁନ୍ଦର ଆଡ଼ମ୍ବର ସହକାରେ ହେଉଛି, ଆପଣ ବି ଦେଖିଲେ ସେଠୁ କେବେ ଉଠିବାକୁ ମନେ କରିବେନି। ତେଣୁ କୀର୍ତ୍ତନର ତାଳେ ତାଳେ ସମସ୍ତେ ଆମ ସାହିରେ ଝୁମି ଯାଆନ୍ତି। ଯାହାକି ଯେତେ ରାଗ ରୁଷା ଯାହାର ଯେତେ ଥାଉ ନା କାହିଁକି ଏ କୀର୍ତ୍ତନରେ ସମସ୍ତେ ଆସି ଏକାବେଳେ ଭେଟ ହୁଅନ୍ତି। କୀର୍ତ୍ତନରେ ସବୁ ରାଗ ରୁଷାକୁ ପଛରେ ପକେଇ ସମସ୍ତେ ମିଳିମିଶି କୀର୍ତ୍ତନଟିକୁ ସମାପନ କରିଥାନ୍ତି। କୀର୍ତ୍ତନର ଗୋଟେ ଖୁସି ହେଲା ସମସ୍ତେ ଏକାବେଳେ ଦେଖା ହୁଅନ୍ତି, ସେଇଟା ହେଉଛି ବଡ଼ ଖୁସି। ତାପରେ ଦ୍ୱିତୀୟରେ ସମସ୍ତଙ୍କର ଯେତେ ଯାହା ଇଚ୍ଛା ଥାଏ ସବୁ ଏଇ କୀର୍ତ୍ତନରେ ଗାଇବା, ନାଚିବା ଯାହା ଥାଏ ସବୁ ଏଇଠି ସମାପନ କରନ୍ତି। ସେଥିପାଇଁ ଆମେ ଯିଏ ଯେଉଁଠି ଥାଉ କୀର୍ତ୍ତନରେ ଯେମିତି ହେଲେ ଯାଇ ସେଠାରେ ଉପସ୍ଥିତ ହଉ। ସମସ୍ତଙ୍କୁ ଗୋଟି ଗୋଟି କରି ସମସ୍ତଙ୍କୁ ଡାକନ୍ତି, ସମସ୍ତେ ଯାଇ କୀର୍ତ୍ତନରେ ସାମିଲ ହୁଅନ୍ତି। ତାପରେ କୀର୍ତ୍ତନର ପ୍ରସାଦ କହିଲେ ଏତେ ସୁନ୍ଦର ପ୍ରସାଦ ଯେ ଆପଣ ବି ନିଜେ ଖାଇଲେ ଜାଣିବେ ପ୍ରକୃତରେ ସେଠିକାର ସମସ୍ତଙ୍କ ମନର ଆନନ୍ଦରେ ସେ ପ୍ରସାଦ ତିଆରି ହୋଇଥାଏ। ସବୁ ଯେମିତି ଅମୃତ ଭଳି ଲାଗିଥାଏ। ସମସ୍ତଙ୍କର
କେହି କହନ୍ତି ନାହିଁ ଯେ ଏଟା ଖରାପ ହେଇଛି କି ସେଟା ଭଲ ହେଇଛି ବୋଲି। ସବୁ ଗୁଡ଼ିକ ଅମୃତ ଭଳି ହୋଇଥାଏ। ସମସ୍ତେ ପ୍ରସାଦକୁ ସୁନ୍ଦର ଭାବରେ ସେବନ କରନ୍ତି। ଏମିତିକି ଯିଏ ବି ଯାଏ ସେ ପ୍ରସାଦ ଖାଆନ୍ତି। କୀର୍ତ୍ତନ ସାହି ଲୋକ ଛାଡ଼ି ଗ୍ରାମ ଲୋକଙ୍କୁ ନିମନ୍ତ୍ରଣ ହୋଇଥାଏ। ଅନ୍ୟ ଯିଏ ବି ଯାଆନ୍ତି ସେ ପ୍ରସାଦ ଖାଇଥାନ୍ତି। ତାପରେ ନଗରୀ ବାହାରେ, ତାପରେ ନଗରୀରେ ଟିକେ ଆମର ପ୍ରଥମେ ଭଜନ ଆୟୋଜନ ହୁଏ। ସବୁ ଭାଇ ଭଉଣୀ ପୁଅ ଝିଅ ଯିଏ ଯାହା ଗୀତ ଶିଖିଥାନ୍ତି ଗୋଟି ଗୋଟି କରିକି ଗାଆନ୍ତି। ଗାଇଲା ପରେ ନଗରଟି ଆରମ୍ଭ ହୁଏ। ନଗର ପରିକ୍ରମାରେ ସମସ୍ତେ ବାହାରନ୍ତି। ସେଠାରେ ଆମର ପାଖ ଆଖ ସାହିରେ ବୁଲି ନଗରୀ ତାପରେ ବଡ଼ ଧୁମଧାମରେ ନଗରୀକୁ ପୂରଣ କରିଥାନ୍ତି। ଦଧିହାଣ୍ଡି ଭାଙ୍ଗିବାର ଆୟୋଜନ କରିଥାନ୍ତି। ସେଠାରେ ସମସ୍ତେ ଦଧିହାଣ୍ଡିକି ଅପେକ୍ଷା କରିଥାନ୍ତି କେମିତି ଦଧିହାଣ୍ଡି ଭଙ୍ଗାଯିବ, ସେଇ ଅପେକ୍ଷାରେ ସମସ୍ତେ ଥାଆନ୍ତି। ବହୁତ ଖୁସି ଲାଗେ ସମସ୍ତଙ୍କୁ ଦେଖି ଏକା ସାଙ୍ଗରେ। ଆପଣଙ୍କୁ ଅନୁରୋଧ ରହିଲା କେବେ ନା କେବେ ଆମର କୀର୍ତ୍ତନକୁ ଆପଣ ନିଶ୍ଚୟ ଆସିବେ। କୀର୍ତ୍ତନର ମଜା ନିଶ୍ଚୟ ଉଠାଇବେ। ହରିନାମ ଶୁଣିବାକୁ ଏବଂ ଗାଇବାକୁ କାହାକୁ ବା ଭଲ ନ ଲାଗେ। ସେଥିପାଇଁ ଆମେ ଯିଏ ଯେଉଁଠି ଥାଉ ଯେମିତି ହେଲେ ଯାଇ କୀର୍ତ୍ତନରେ ପହଞ୍ଚି ଯାଉ। ତେଣୁ ଆପଣମାନେ ଦେଖନ୍ତୁ ଆମ କୀର୍ତ୍ତନ କେତେ ସୁନ୍ଦର ଭାବରେ ସେଠି ଆୟୋଜନ ହେଉଛି ଏବଂ ଦଧିହାଣ୍ଡି ଭାଙ୍ଗି ତାପରେ ପିଲାମାନେ କେତେ ଖୁସି ହେଉଛନ୍ତି। ଭାଇମାନେ ପୁତୁରାମାନେ ସମସ୍ତେ ଖୁସି ହେଇ ମାଟି କାଦୁଅରେ ସେଠି ସମସ୍ତେ ଦଳା ଚକଟା ହୋଇ ବହୁତ ଖୁସିରେ ସେମାନେ ଗଡ଼ିଯାଆନ୍ତି। ଦଧିହାଣ୍ଡି ଭାଙ୍ଗିବା ସମୟରେ ତାଙ୍କର ସେ ଖୁସିକି ଦେଖି ବହୁତ ଖୁସି ଲାଗେ ନିଜକୁ। ଦଧିହାଣ୍ଡିର ସମାପନ ବେଳେ ଦେଖିବେ ଅନେକ ଲୋକ ସେଠାକାରେ ଭିଡ଼ ହୋଇଥାନ୍ତି। ଏମିତି ଯେ ଆମ ସାହିକି ଛାଡ଼ିକି ବି ଅନେକ ଲୋକ ସେଠାରେ ଆସି ଉପସ୍ଥିତ ହୁଅନ୍ତି ଆମ କୀର୍ତ୍ତନ ଦେଖିବା ପାଇଁ। କୀର୍ତ୍ତନର ମଜା ଏଇଆ ଯେ ସବୁଠାରୁ ନିଆରା ଲାଗେ। ସମସ୍ତଙ୍କର ଖୁସି ସେଇ ଆନନ୍ଦ ଗୋଟେ ଦିନ ଦୁଇ ଦିନ ପାଇଁ ସମସ୍ତେ ଭୁଲି ଯାଇଥାନ୍ତି। ସବୁ ରାଗ ରୁଷା ସବୁ ଅଭିମାନକୁ ଛାଡ଼ି କୀର୍ତ୍ତନରେ ସମସ୍ତେ ଆସି ଯୋଗଦାନ ଦେଇଥାନ୍ତି। ତେଣୁ ଆପଣମାନଙ୍କୁ ଅନୁରୋଧ ରହିଲା ଆପଣ ଯେମିତି ହେଲେ ଆସିବେ ଆମ କୀର୍ତ୍ତନକୁ ଦେଖିବେ। ଆଉ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଆପଣ ଯେମିତି ହେଲେ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଧନ୍ୟବାଦ।